କ'ଣ ଆପଣଙ୍କ ସହ ଏମିତି ହେଉଛି କି? ଆପଣ ଏମିତି ଅନୁଭବ କରୁଛନ୍ତି କି ଅତୀତ ଆଉ ଭବିଷ୍ୟତ ଦୁଇଟା ହେଉଛି ଏକ ଅଦ୍ଭୁତ। ଆମେ ଅତୀତକୁ ଭୁଲି ପାରୁନାହିଁ। ଅତୀତ ନେଇ କଷ୍ଟ ପାଉ, ଅତୀତ କଥାକୁ ନେଇ ମନେ ପକାଇ କଷ୍ଟ ପାଉ। ଅତୀତକୁ ଫେରିପାରିବା ନାହିଁ, ତଥାପି ଅତୀତକୁ ନେଇ କଷ୍ଟ ପାଉ। ଭବିଷ୍ୟତକୁ ନେଇକି ଆମେ ଚିନ୍ତା କରୁ, ଭବିଷ୍ୟତ ଯେ କ'ଣ ହେବ କ'ଣ ନାହିଁ ଚିନ୍ତା କରୁ। ଭବିଷ୍ୟତକୁ ଆମେ ଦେଖିପାରିବା ନା, ତଥାପି ଭବିଷ୍ୟତ ପାଇଁ ଚିନ୍ତା କରୁ। ଅତୀତ ଭବିଷ୍ୟତ ଏଇ ଭିତରେ ଦୁଇ ଜଣଙ୍କୁ ନେଇକି ଆମେ ତୁଳନା କଲେ ଆମେ ଭାରସାମ୍ୟ ରକ୍ଷା କରିପାରୁନା। ତାପରେ ଆମେ ବର୍ତ୍ତମାନ ହସଖୁସି ସମୟକୁ ନଷ୍ଟ କରିଦେଉ। ବର୍ତ୍ତମାନ ହସଖୁସି ସମୟ ନଷ୍ଟ ନ କରି ଆମେ ଅତୀତ ଭବିଷ୍ୟତକୁ ଭୁଲି ଯାଇ ବର୍ତ୍ତମାନ ସମୟ କେମିତି ଖୁସିରେ ଆମେ ରହିପାରିବା ସେଇଟା ଆମେ ଚିନ୍ତା କରିବା। ସବୁବେଳେ ଆମେ ଚିନ୍ତା କରିବା ଯେ ଆମେ ବର୍ତ୍ତମାନଟାକୁ ନେଇ ଚଳିବା, ଅତୀତକୁ ନାହିଁ କି ଭବିଷ୍ୟତକୁ ନାହିଁ। ଅତୀତକୁ ଆମେ ଫେରିପାରିବାନି, ଭବିଷ୍ୟତକୁ ଆମେ ଦେଖିପାରିବା ନାହିଁ, ତେଣୁ ସେଟା ବିଷୟରେ ଆମେ ଭାବିବା ନାହିଁ। ବର୍ତ୍ତମାନ ନେଇ ଚାଲିବା, ଅତୀତକୁ ନେଇ ଚିନ୍ତା କରିବା ନାହିଁ, ଭବିଷ୍ୟତକୁ ନେଇ କଷ୍ଟ ପାଇବା ନାହିଁ। ତାହେଲେ ଆମେ ଖୁସି ରହିପାରିବା। ନମସ୍କାର, ଜୟ ଜଗନ୍ନାଥ।